सदा सरलां भोजो वदना वदनाम्बुजे सर्वदा सर्वदास्माकं सन्निधिं क्रियात् सारदा सारम ददाति इति जा जे सबुठु सार जिनस दान करती से सार जिनस कौन विद्या विद्या बुद्धि विवेक ज्ञान अधिकारिणी सर्व शुक्ला सरस्वती शारदा कह जाए वरदा से मध्य वरदायिनी तेणु से शारदांकर पाद पद्मरे प्रणाम करी आमे आज ज्योतिष कार्यक्रम को आरंभ करवा बंधु काली गत काली मु आपनक सह आलोचना करथिली जे चारोटी ग्रह जदि चंद्र साथी रे बा केंद्र रे बा गुरु साथी रे थिबे ताहले एई जातक एक भाग्यवान जातक तीनटा कथा कहला ना चारोटी ग्रह चंद्र सहित थिबे गोटे जातक चारोटी ग्रह केंद्र रे थिबे चारोटी ग्रह गुरु सहित थिबे तेणु केंद्र भी कही लग्न जो ल लिखाई सी लग्न से गणी आसवे चतुर्थ 4 नंबर घर से गणी आसवे 7 नंबर घर सप्तम गणी आसवे से दशम घर दशम लग्न चतुर्थ सप्तम दशम घर केंद्र कह जाए यही 4 घर जेकोसी घर यदि चारोटी ग्रह मेला होता से भाग्यवान ताहले आमे 3टा जातक काली पढ़िले चौ चौ केंद्रे चौ चौ चंद्रे चौ चौ गुरु संयुक्त यही चौ चौ जो ही जात बांधे गज मुक्त आउ कमार पढ़िले ना चंद्र यदि वृषरे रहे एवं सेटा यदि लग्न ही थाए ताहले से व्यक्ति बेसी भाग्यवान सबु वृष राशियांकर वृषरे चंद्र थिबे किंतु एठी चंद्रंकर बड़ा बड़ विचार करिया पड़िबो पूर्णमी दिन चंद्र जेतिकी कलायुक्त 16 कलायुक्त सेही क्रम रे ता पूर्व दिन और ता पर दिन 15 कलायुक्त अर्थात पूर्णमी दिन शतकड़ा 100 भल फल पाऊा लोक जी सुख मिल पूर्व दिन और परदिन समान फल मिलनी पुणी ये गला कौन चतुर्दशी कृष्ण शुक्ल चतुर्दशी और कृष्ण प्रतिपद से कृष्ण द्वितीया एपटे त्रयोदशी द्वादशी एकादशी दशमी नवमी अष्टमी अष्टमी ठारू चंद्रकला बढ़ीगला एपटे चंद्रकला ह्रास ही ठीक अष्टमी रे कमीगला यही जो 15 दिन भितर चंद्रकर कला को नहीं चंद्रकर शक्ति को नहीं व्यक्तिर आर्थिक बौद्धिक विकास कथा आम आलोचना करथिले बुझल मो कथा कले हेले आज आम आउ जड़े ज्योतिष विषय आलोचना करवा सी हेले लीलावती ये सर्वश्रेष्ठ गणितज्ञा बुझुन तो जमती गणितम जानाति इति जा गणित शास्त्र रे जार गभीर ज्ञान थाए से गणितज्ञ श्रीलिंग रे गणितज्ञ से हेले लीलावती लीलावती सूत्र से गोटे सूत्र लिखिते मैथमेटिक्स केमती सहज रह हाउ डू यू सॉल्व मैथमेटिक्स इजिली से सूत्र लिखिं लीलावती सूत्र तेणु
ତାଙ୍କ କଥା ହେଲା ଏଇ ଚାରି ଗ୍ରହ ଉପରେ କ'ଣ ଚଉ ସାଗରେ ଗ୍ରହର ମେଳା। ଇଏ ଆଉ ଚନ୍ଦ୍ର କଥା କହିଲେନି କି କେନ୍ଦ୍ର କଥା କହିଲେନି କି ଗୁରୁ କଥା କହିଲେନି। ଜାତକର ଯେକୌଣସି ଘରେ ଚାରୋଟି ଗ୍ରହ ଯଦି ଏକଜୁଟ ହେଇଥିବେ ଚଉ ସାଗରେ ଗ୍ରହର ମେଳା ତାର କୋଷ୍ଠୀ ନକର ହେଳା। ଚଉ ସାଗରେ ଗ୍ରହର ମେଳା ତାର କୋଷ୍ଠୀ ନକର ହେଳା। ସିଏ ଯେକୌଣସି ଘରେ ଜାତକର ଯେକୌଣସି ଘରେ ବିଚାର ନ କରି ଅନ୍ଧ ଭଳି ମଧ୍ୟ କହିପାରିବେ। ଲୀଳାବତୀ କହିଲେ ଚାରୋଟି ଗ୍ରହ ଯେତେବେଳେ କୌଣସି ଗ୍ରହରେ ରାଶିରେ ଥାଆନ୍ତି ସେ ସମୟରେ ଜନ୍ମ ହୋଇଥିବା ଶିଶୁର ଜାତକରେ ଏଇ ମେଳା ହୁଏ, ଗ୍ରହ ମେଳା ହୁଏ। କ'ଣ କହିଲେ ସେ ପୁଣି ଅଛି ଯୋଗ ପାଏ ସିଦ୍ଧି। ଆ ପାଇଁ ଯୋଗ ଅଛି, ତାକୁ ସିଦ୍ଧି ହେବ, ତା ମନସ୍କାମନା ପୂର୍ଣ୍ଣ ହେବ, ତା ପାଖକୁ ଧନ ଆସିବ। ସେ କଳେ ବଳେ କୌଶଳେ ଧନ ରୋଜଗାର କରିବ, ପ୍ରବଳ ଧନ ହେଲା। ଅଛି ଯୋଗ ପାଏ ସିଦ୍ଧି ନିଜେ ଆସି ମିଳାଏ ବିଧି। ବିଧାତା ଯେ କପାଳ ଲେଖିଛନ୍ତି ସବୁକିଛି, କର ଲେଖିଛନ୍ତି ସବୁକିଛି, କର କପାଳ କୋଷ୍ଠୀ ଇଏ ଯାହାର ବିଧାନରେ ହୁଏ ସିଏ ନିଜେ ଆସି ସୁବିଧା ସୁଯୋଗ ଦେବେ। ତେଣୁ ଚାରୋଟି ଗ୍ରହ ଯେକୌଣସି ଘରେ ରହିଲେ ବି ସୁଫଳ ମିଳିବ ବୋଲି ଲୀଳାବତୀ କହିଲେ। ତାପରେ ସେ ଆଉ କ'ଣ କହିଲେ, ଖାଲି ଚାରି ନୁହଁ ତିନି। ତିନି ସାଗରେ ଦେଖ ଜାନୁ যাব ତାର କୋଷ୍ଠୀକୁ ତଳେ ନ ଥୋଇବ। ତିନି ସାଗରେ ଦେଖ যাব ତାର କୋଷ୍ଠୀ ଉଚ୍ଚେ ଥୋଇବ, ତଳେ ଥୋଇବନି। ତିନୋଟି ଗ୍ରହ ବି ସେମିତି, ଖାଲି ଚାରୋଟି ନିଅ। ତିନୋଟି ଗ୍ରହ ଯଦି କୋଷ୍ଠୀରେ ଥିବେ, ଜାତକରେ ଥିବେ ଯେକୌଣସି ଘରେ, ସେ ମଧ୍ୟ ଏକ ଭାଗ୍ୟବାନ ଜାତକ। ଚାରି କଥା ଗଲା, ତିନି କଥା ଗଲା ଯେକୌଣସି ଘରେ। ତାହେଲେ ତିନି ସାଗରେ ଦେଖ যাব ତାର କୋଷ୍ଠୀ ଉଚ୍ଚେ ଥୋଇବା। ଆଉ କ'ଣ ନା ରାଜା ହୋଇ ପାଏ ନିଧି। ଏକ ରାଜକୀୟ ଜାତକ, ଏଟା ରାଜକୀୟ ଜାତକ, ତାକୁ ନିଧି ମିଳିବ, ସମ୍ପତ୍ତି ମିଳିବ। ରାଜା ହୋଇ ପାଏ ନିଧି ନିଜେ ଆସି ମିଳାଏ ବିଧି। ବିଧାତା ତାର ବେଦାନ୍ତ ତାର ବ୍ୟବସ୍ଥା କରିବ। ଏଇଠି ପ୍ରଶ୍ନ ଆସିବ କେବେ କେବେ ଏଇ ଚାରି ଗ୍ରହ ଏକଜୁଟ ଥିଲେ ବା ତିନି ଗ୍ରହ ଏକଜୁଟ ଥିଲେ ଆମେ ରାଜକୀୟ ସୁଖ ପାଇବା, ପ୍ରବଳ ସମ୍ପତ୍ତି ପାଇବା, ରୋଜଗାର କରିବା, ସୁଖରେ ରହିବା, ଋଣମୁକ୍ତ ହେବା କେବେ? ଏଇ ଚାରି ଗ୍ରହ ଭିତରୁ ଯେଉଁ ଗ୍ରହର ପାୱାର ଅଧିକ, ଯିଏ ଅତ୍ୟନ୍ତ ବଳବାନ, ସେ ଯେତେବେଳେ ତୁମର ଜାତକରେ ଦଶା ବା ଅନ୍ତର୍ଦଶା ପ୍ରଦାନ କରିବେ, ତାଙ୍କ ଦଶା ଓ ଅନ୍ତର୍ଦଶା କାଳରେ ତମକୁ ଧନ ସମ୍ପତ୍ତି ମିଳିବ। ଯେଉଁମାନଙ୍କର ଏଇ ଚାରୋଟି ଯାଏଁ ଗ୍ରହ ବା ତିନୋଟି ଯାଏଁ ଗ୍ରହ ବଳବାନ ସମସ୍ତେ ବଳି, ସେଇମାନେ ଶୈଶବରୁ ବଡ଼ ଲୋକର ଘରେ ଜନ୍ମ ନିଅନ୍ତି, ବହୁତ ରୋଜଗାର କରନ୍ତି, ବହୁ ସମ୍ପତ୍ତିର ମାଲିକ ହୁଅନ୍ତି, ଶେଷ ଅବସ୍ଥାରେ ବି ସେଇ ଧନ ଶଯ୍ୟାରେ ଶୋଇ ବିଦାୟ ନିଅନ୍ତି। ଏଇ ଗ୍ରହମାନଙ୍କର ବଳାବଳକୁ ନେଇ ଏହା ବିଚାର କରାଯାଏ। କିନ୍ତୁ ଏଇଠି ପ୍ରଶ୍ନ ଆସେ, 5ଟା ଗ୍ରହ 6ଟା ଗ୍ରହ ଥାନ୍ତି ଗୋଟାଏ ଘରେ, କ'ଣ ଫଳ ହବ? ହବ ଯେ ସବୁ ଭଲ, କିନ୍ତୁ ଜୀବନ ସାଥୀ ପୁରୁଷର ଥିଲେ ସ୍ତ୍ରୀର, ସ୍ତ୍ରୀର ଥିଲେ ପୁରୁଷର ଯୋଗଟା ଖରାପ। ଏଇ ଜୀବନ ସାଥୀ ହୁଏତ ପାଗଳ ବା ପାଗଳୀ ହେଇଯାଇପାରେ, ବଦୁଆ ହେଇଯାଇପାରେ, ରୋଗୀ ହେଇଯାଇପାରେ, ସନ୍ନ୍ୟାସୀ ହେଇଯାଇପାରେ। ତେଣୁ 3 ଆଉ 4 ଗ୍ରହଟି ଭଲ। 5 ବା 6 ବା 7 ଏମିତି ଗ୍ରହ ଯଦି ଏକଜୁଟ ହେବେ, ସେମାନେ ଧନ ଦେବେ, ଅନ୍ୟାନ୍ୟ ସୁଖ ଦେଇପାରନ୍ତି, କିନ୍ତୁ ଦାମ୍ପତ୍ୟ ଜୀବନର ସୁଖ
ସୌଦା କରିହେବ ନାହିଁ। ଝଡ଼ ତୋଫାନ ଆସି ସେ ସୁଖ ବୃକ୍ଷକୁ ମୋଡ଼ି ଭାଙ୍ଗିଦେବ। ବନ୍ଧୁ, ଭାଗ୍ୟବାନ ଜାତକ ବିଷୟରେ ଆମେ ଆଲୋଚନା କରୁଛେ। ଗତକାଲି ଥିଲା ଭାଗ୍ୟବାନ ଜାତକ ପାର୍ଟ 1। ଆଜି ଆମେ ଆଲୋଚନା କଲେ ଭାଗ୍ୟବାନ ଜାତକ ପାର୍ଟ 2। ରହିଲି, ନମସ୍କାର।